आज बनैबा सांगने माटी हांडी माछ तरकारी चुना माछ आंबुल देई देखिबा केते सुंदर भाबे हेची देखंतु एई परे थरे बनांतु घरे खांतु बहुत टेस्ट लो फास्ट लास्ट पण देखंतु जानि परिबे केमति वीडियो लागला निश्चय कमेंट जणाबे। ऐसे माने गुड मॉर्निंग नमस्कार मो बादल आउट कुकिंग वीडियो को स्वागत। आज अछि बुधवार चलंतु मो झियो नै घाटो जीबी आ सहित मुन्ना उठे सकाळ सकाळ टाइम 7 टा हेगलानी आ मो झियो उठी आइछे बे आ ता ट्यूशन अछि कैंसल अछि छुट्टी अछि सो हम जियो माछ छाणे को आनी भाई को खाइबो चुना खाइबो चुना माने चुना चलले अंडा खाइबा ठीक अछि चलो देबे मो झियो मो जीबू हाटबू चलो हाट टे देखि देबा कोन कोन मिलि सब मु देखि देबी आपण माने देखिबे चलो जिबा आनी आनला पड़े देखिबे। ଏବେ ମେନ୍ ରୋड ଉପରେ ଠିଆ ହେଇଛୁ ଗାଡ଼ି ଧରିକି ପିଉର ମୋର ଚାଲନ୍ତୁ ହାଟରେ ପହଞ୍ଚିଲା ପରେ ହାଟ ଦେଖିବେ। ଏବେ ବାହାରି ଯାଉଛୁ ହାଟକୁ ଚାଲନ୍ତୁ ଯିବା ହାଟରେ କଣ ଆଣିବେ ଦେଖିବେ। ଆସିକି ପହଞ୍ଚିଗଲେ ଆମେ ହାଟରେ ଦେଖିପାରୁଥିବେ ହାଟ ଆଉ ମୁଁ ପିଉ ଚାବିଟା ଥୋଇ ଗାଡ଼ିର ଚାବିଟା ଚାଲନ୍ତୁ ଆମେ ଗାଡ଼ିଟା ଥୋଇ ଦେଇକି ସାଇଡ୍ କରିଦେଇକି ଆମେ ଯିବା ବାହାରି ଯିବା ଦେଖିବା କଣ ସବୁ ମିଳୁଛି କଣ କଣ ସବୁ ନେବା ନେଲା ବେଳେ ଦେଖିବେ କିନ୍ତୁ ହାଟ ସବୁ ତ ଚାଲିଛି ହାଟରେ ନା ନବା କଣ ଶାଗ ଫାଗ ଅଛି ସବୁ ପ୍ରକାର ଅଛି ପନିପରିବା ହାଟରେ ଆପଣ ଜାଣିଥିବେ ହାଟରେ ସବୁ ପନିପରିବା ଅଛି ଆଉ ଦେଖିଲେ ଆମେ କଣ ଅଛି ନବା ସବୁ ପନିପରିବା ଦେଖିପାରୁଛନ୍ତି ଆମେ ନେଇ ସାରିଲା ପରେ ଦେଖିବେ ଆପଣମାନେ ମୁଁ ଦେଖେଇବି ଚୁନା ମାଛ ଏଇ ଚୁନା ମାଛ ଦେଖିବା ମୋର ନିଜେ କିଲେ ନବ କପଡ଼ା ଶିଖିବା କଞ୍ଚିଲା ମାଛ ସପଟ ହେଉଛି ମାଛ ଏଇ ଚୁନା ମାଛ ନେଇଯିବା କବି ମାଛ ତ এই চুনা মাছ চুনা মাছ তুই মাছ কিছু মাছ নাই হ্যাঁ সপট মাছ তাহলে দেউকে নিয়ে সেটা মাছ দেখতে কোবড়া মাছ ভেরাইটি মাছ কিনদিয়া মাগুর মাছ দেখাউছি হ্যাঁ তাহলে চুনা মাছ নবা ভাই কালেনি আমরা চুনা মাছ করে তুই কাইলে চুনা মাছ নিয়ে দিব এটা চুনা মাছ আছে ভাই আনলে হান্ডে দেখিবা তো কেতে সুন্দর চুনা মাছ বহুত বড় বড় চুনা মাছ এইটা মাছ তো দেই দেবি দেখলে আমি অত ভাই মতে দিও তুই বহুত খুশি হউছি না বলি মাছ নব তো দেবে দেবে ন তো অদলে ভাই দিও আগে সাঙ্গে মাছ ওরা সুন্দর মাছ ছোট বড় দেখি মাছ ওলি বচি যদি মাছ ওরা ওলি বচি যদি তুমি ছোট বড় যদি মাছ ওরা বচি দেবে হ্যাঁ 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 তুই তো নবটা কইছি চলো তো নেই গলা বলা দেখি খুশি হবে মাছ দেখি ফুটি হবে ଏବେ ପିଉ ଧରିକା ଯାଉଛି ଚୁନା ମାଛ ଦେଖିଲେ ସବୁ କେମିତି ଚୁନା ମାଛ ସବୁ ପୁରା ଦେଶୀ ମାଛ ଚୁନା ମାଛ ପୁରା ଗାଉଁଲି ମାଛ ଯୋଉଟା ଆସିଥିଲା ଆମେ ନେଇକି ଚାଲଛୁ ଏବେ ଚାଲନ୍ତୁ କିଣାକିଣି ସରିଲା ସବୁ ଆଦରେ ସବୁ ପନିପରିବା ସବୁ ଅଛି ଦେଖେଇ ଦେଉ ସବୁ ପନିପରିବା ସବୁ ଦେଖିଲେ ପିଉ ଚାଲିଛି ଏବେ ଚାଲନ୍ତୁ ଘରକୁ ପଳେଇବା ଘରେ ପହଞ୍ଚିଲା ପରେ ଦେଖିବେ। ଏବେ ଆସି ଘରେ ପହଞ୍ଚିଗଲୁ ଆଉ ସବୁ ଆମର ଇଏ ସବୁ ବ୍ୟାଗ୍ ବ୍ୟାଗ୍ ସବୁ ରଖିଦେଇଛୁ ଏବେ ଚାଲନ୍ତୁ ଦେଖିବା କ'ଣ ଆମର ମ୍ୟାଡ଼ାମ୍ କ'ଣ ସକାଳୁ ସକାଳ ସକାଳ ସ୍ପେଶାଲ କ'ଣ ବନେଇ ବନଉଛନ୍ତି ବରା ସକାଳ ସକାଳ ବରା କ'ଣ କରିବା ଆଜି କ'ଣ ଦିନଟା ଯାଉଛି ମ୍ୟାଡ଼ାମ୍ ଆଜି ବରା ବନଉଛନ୍ତି ବରା ଖାଇବା ଆଉ ବରା ଟମାଟୋ ସସ୍ ଚାଲନ୍ତୁ ଆମେ ଯିବା ଦେଖିଲେ ଆମର ଆଜି ଦିନଟା ଆଗରୁ ରୋଷେଇ ସବୁ ଆପଣ ଦେଖିବେ ପିଉକୁ ଦେଇ ଦେଉଛି ବରା ନେଇକି ଦେଖିବା ବରା ଚାଲନ୍ତୁ ଆଗକୁ କ'ଣ ଦେଖିବେ ଦେ ମାଛଟା ଆମର କଦଳୀ ପତ୍ରରେ ଆମର କାଢ଼ିକି ରଖିଦେଇଛନ୍ତି ଆମ ମନା କଣ୍ଟିଆ ଗୋଟେ ରହୁଛନ୍ତି ଦେଖିକି କଣ୍ଟିଆ ସିଙ୍ଗ ଫୁଟେଇ ଦେବ ଏ କଣ୍ଟିଆ ମାଛରେ ଆମେ ମୁଁ ବାଛି ଦେବି ଖାଇବା ବଞ୍ଚିଛନ୍ତି ମାଛ ଗୁଡ଼ା ପୁରା ଡେଇଁକା ପଳେଇ ସେଠି ତଳ ଯାଏଁ ପଡ଼ିଛି ଚାଲନ୍ତୁ ବାଛି ସାରିଲା ପରେ ଦେଖିବା ଆପଣ ଦେଖିବେ ছোট বম্বি মাছ দেখি সাপ আবে বথা বসে গেল সফা জায়গা হয়ে গেল আর চুনা মাছ দেখি চালু ভাজিবা ভাজি আমি মাটি হান্ডে করা দেখবে সেটা দিয়ে মাটি হান্ডে করি আপনার দেখবে মাছ মাছ ছড়াই হল দিয়ে দেবা হলদি সব কিছু লঙ্কা বলে লঙ্কা বলে দিয়ে দেবেন বাটি লুণ লুণ দিয়ে দেবেন ভালো লাগে মিশে দেওয়া দেখলে চুনা মাছ ভালো মিশিয়ে দিলে কিছু সময় দেবো ম্যাগনেট করে ছেড়ে দেবা তারপরে আমি চুলিয়ে কাটিয়ে দেবো ଏବେ ସବୁ ରେଡି ଆଉ ପୁରା ଷ୍ଟେଜ୍ ଉପରେ ପରଫର୍ମାନ୍ସ କରିବେ ମୁନା ଆଉ ଚୁଲି ଲଗାଉଛନ୍ତି ଲଗେଇ ପାରିବେ କି ନାହିଁ ଜାଣିନି ଖାଇ କରି ଟିକେ ଆଉ ଦେଖନ୍ତୁ ଆମ ପିଉ ବେଠି କହୁଛି ରେସିପିଟା ଦେବ ମାଛ ଚୁନା ମାଛ ହବ ଚୁଲିରେ ହବ ମୁଁ କହୁଛି ମାଟି ହାଣ୍ଡେ ଫାଷ୍ଟ ଆମେ ଟିକେ ପନଷ୍ଟିଂ କଢ଼େଇରେ କରିବା ତାପରେ ହେଇସାରିଲା ପରେ ମାଟି ହାଣ୍ଡେ ଛୁପ ଟାଇପ୍ର ଆମେ ଦେବା ମାଟି ହାଣ୍ଡେ ଟେଷ୍ଟ ହେବନି ବେଶଟା ସେଥିଲାଗି ଆମେ ଲାଷ୍ଟ ମାଟି ହାଣ୍ଡେ କରିବା ଠିକ୍ ଅଛି ଚାଲନ୍ତୁ ଏବେ ଦେଖିବା ଚୁଲିକୁ ଲଗାଉଛି ପରେ ଲଗାଇ ସାରିଲା ପରେ ଭାଜିଲା ବେଳେ ମୁଁ ଦେଖିବେ ଏବେ ଷ୍ଟାର୍ଟ ହେଇଗଲା ଆମର ମାଛ ଭଜା ଚୁଲିରେ ମାଛ ଭଜା ଆମର ମୁନା ମ୍ୟାଡ଼ାମ୍ ଭାଜୁଛନ୍ତି ଏବେ ଦେଖିଲେ ସାଙ୍ଗମାନେ ମାଛ ଭଜା ଷ୍ଟାର୍ଟ ହେଇଛି ମାଛ ଭଜା ସରିଯାଉ स्टेप बाय स्टेप देखिए कौन सब कटोरी मना केमती कोहड़े रोषेई ଏବେ ଗୋଟିଏ ପଟ ହେଇଗଲା ମାଛ ଆଉ କେମିତି ଭାଜୁଛନ୍ତି ଦେଖିଲେ କେତେ ସୁନ୍ଦର ଭାବେ ଆଉ ପୁରା ମସ୍ତ କରିକି ଭାଜୁଛନ୍ତି ଆଜି କରି ପୁରା ମାଛ ଖାଇବା ପରେ ଆମେ ଗୋଟିଏ ଦିନ ମାଛ ସୁନ୍ଦର ଦେଶୀ ମାଛ ପୁରା ଖାଇବା ଜବରଦସ୍ତ ଖାଇବାଟା ହବ ଆମର ମାଛ ଭଜା ଚାଲିଛି ତା ସହିତ ଏଠି ଆମର ଦେଶୀ ଯୋଗାଟା ପୁଣି ପନିକିରି ନା ପନିକିରି ଦେଖନ୍ତୁ ଶିଖିଛନ୍ତି ଛୋଟ ପନିକି କେମିତି ଛୋଟିଆ ପନିକିରି କାଟୁଛନ୍ତି ପୋଡ଼ିନି ସେ ସେଇଭଳିଆ ଜଣା ପଡ଼ୁଛି ପୋଡ଼ି ହେଲେ ଭଲ ଲାଗେ ମାଛଟା ଆଗ କଥା ଖାଇବା ଏଗୁଡ଼ା ସବୁ ହେଇଗଲାଣି ମାଟି ହାଣ୍ଡ କରିବି ଆଣିଛି ମ୍ୟାଡ଼ାମ୍ ତାଙ୍କର ଏଥିରେ କରିବେ କରିସାରିଲା ପରେ ମୁଁ ମାଟି ହାଣ୍ଡ ଲାଷ୍ଟ ଟିକେ ଗରମ କରି ଖାଇବା ଦେଖିବା ବାସ୍ନାଟା ଅଲଗା ହବ ସରିଲା ତମ ସରିଲା ତ କରାବି ଚାଲନ୍ତୁ ନେକ୍ସଟ ଦେଖିବା କ'ଣ କରୁଛନ୍ତି ମ୍ୟାଡ଼ାମ୍। ଏବେ ମାଛ ଭଜା ଅଲରେଡ଼ି ହେଇଗଲାଣି ଆଉ ପୁରା ପୋଡ଼ି ହେଇକି ଭଜା ହେଇଛି ଏବେ କାଢ଼ିଦେବେ ଏବେ କଢ଼େଇରେ ଟିକେ ଆରମ୍ଭ କରି କଷାକଷି କଢ଼େଇରେ କରିବେ ତାପରେ କଷାକଷି କରିସାରିଲା ପରେ ଆମର ରେସିପି ଦେଖିବେ ଆମର ମାଟି ହାଣ୍ଡ କେମିତି ହବ ଖାଇବା ଆଜି ବଢ଼ିଆ କରି କୋଉ ମାନଙ୍କର ମାଛ ତରକାରୀ ଚୁନା ମାଛ ପସନ୍ଦ କମେଣ୍ଟରେ ନିଶ୍ଚୟ ଜଣାଇବେ। ଏବେ
କଡ଼େଇ ତ ଆମର ବସେଇ ଦେଇଛନ୍ତି ମ୍ୟାଡ଼ାମ୍ ତା ସହିତ କଟା କରି ଦେଉଛନ୍ତି ପିଆଜ ଏସବୁ କଟା କରି ସବୁ ଆଳୁ ରଖିଛନ୍ତି ବାକି ଟମାଟୋ ଫଟୋ ମସଲା ମସଲା ସବୁ ରେଡ଼ି କରିଦିଅନ୍ତି ଆମର ରେସିପି ଷ୍ଟାର୍ଟ করে ତା ସହିତ କଟା କରିବେ ପୁରା ଦେଶୀ ଷ୍ଟାଇଲ୍ ହେବ ଚୁନା ମାଛ ତରକାରୀ ମାଟି ହାଣ୍ଡିରେ ନିଶ୍ଚୟ ଦେଖିବେ ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଆগে ମସଲା ମସଲା ସବୁ କଷିବା ଏଥିରେ କାରଣ ମାଟି ହାଣ୍ଡିରେ କଷିଲେ ଟିକେ ସ୍ମେଲ୍ ଆସିବ ବୋଲିକି ଆମେ ପ୍ରଥମେ ଏଥିରେ କଷିଦେବା ସବୁ ରେଡ଼ି କରିସାରିଲା ପରେ ତାପରେ ଆମେ ମାଟି ହାଣ୍ଡିରେ ଆକୁ ଦେବା ଏବେ ତେଲ ସହିତ ଫୁଟଣ ଟିକେ ପଞ୍ଚ ଫୁଟଣ ଟିକେ ପକେଇ ଦେଇଛନ୍ତି ସୁନ୍ଦର କରି ପଞ୍ଚ ଫୁଟଣଟା ପକେଇ ଦେଇଛନ୍ତି ଷ୍ଟାଇଲ୍ରେ ନାହିଁ ଜାଳ ଭାଙ୍ଗୁଛନ୍ତି ଦେଖନ୍ତୁ କଷ୍ଟ କରି ଜାଳ ମୁଁ ଆଣିଛି କେତେ କଷ୍ଟରେ ଗଛରୁ ହେଲା କଣଟା କଣ କଣଟା କୋଉଠି ଶୁଣେ ତ କମରେ इतना ही पता आपको बंदरों का इंग्लिश से कहते हैं हैंड हर ଓହୋ ଏମିତି କଥା ତାହେଲେ बंदर कहता है बंदर को ବଢିଆ କଥାଟା କହିଲା ମୋ ଝିଅ କହିଲା ବାନ୍ଧା ଚାଲନ୍ତୁ ଦେଖିବେ ଷ୍ଟାର୍ଟ ତ ଆମର ହେଇସାରିଲାଣି ଆଉ ଫୁଟଣ ପକେଇକି ଜାଳ ଦଉଛନ୍ତି ଚୁଲିଟା ଦିନ ମନ ଲାଗୁଛି ଜାଳ ନିଭୁନି ଧୂଆଁ ବର୍ତ୍ତମାନ ଏପଟେ ପଶିଛି ପୁରା ଟୋଟାଲି ଧୂଆଁ ହିଁ ଧୂଆଁ କୋଉଦିନ ଶିଖିବେ ଚୁଲି ଲଗାଟା ଶିଖିବେ ଶୁଖିଲା ଜାଳ ଭାଙ୍ଗି ଗଲାଛି କିନ୍ତୁ ହେଲେ ବି ଚୁଲିରେ ମଧ୍ୟ ଭଲ ଲଗେଇ ପାରିଲେନି କ'ଣ କରିବେ ଭଗବାନ ନେକ୍ସଟ ଦେଖିବେ କ'ଣ ହେଉଛି ଫୁଟଣ ପରେ କ'ଣ ପକେଇବି ମୁଁ ଦେଖେଇବି ଆଜି ପୁରା ଟୋଟାଲ ରେସିପିଟା ସେ କରିବେ ଆଜି ତା ସହିତ ଫୁଟଣ ପରେ ପିଆଜଟା ପକେଇ ଦେଇଛନ୍ତି ଏବେ ପିଆଜରେ ଟିକେ ଭାଜି ହେଇଗଲାଣି ମାଛ ସବୁ ଥୁଆ ହେଇଛି ଆମର ମାଛ ଥିଆ ହେବା ପୁରା ତା ସହିତ ଖାଉନ କ'ଣ ଦେଖିଆ ଗୋଟେ ଖା ଆମର ହେଉଛି ଛୋଟ ବିଲେଇ ଗୋଟେ ଅଛି କୁନି ବିଲେଇ ଯାଇକି ମାଛ ଖାଇଲାଣି ଖଣ୍ଡେ ତା ଖଣ୍ଡେ ଦେବା ଖଣ୍ଡେ ଆପଣ ଖାଇବନି ହଉ ଠିକ୍ ଅଛି ଏବେ ହେଇଗଲାଣି ମସଲା ଇଏ କର ପିଆଜ ଇଏ କର ଲାଗିଯିବ ନହେଲେ ଏବେ ପିଆଜଟା ହେଇଗଲାଣି ତା ଦେବେ ମସଲା ଦେଇଦେବେ ତା ଦେବେ ଆମର ବେସର ଦିଆ হবে ନା ବେସର ବାହାରିନି ଆଙ୍ଗୁଠି ବୁଲେଇ ଦିଅ ଏବେ ବେସର ସମସ୍ତ କରିଦେଲେ ବେସର ଦେଇକି ସେ ପାଣିକି ଧୋଇଦେବେ ତା ଦେହରେ ଦେଇଦେଲେ ଏବେ ପିଆଜରେ ଟିକେ ଭାଜି ହେଇଗଲାଣି ମାଛ ସବୁ ଥୁଆ ହେଇଛି ଆମର ମାଛ ଥିଆ ହେବ ଆଜି ପୁରା ତା ସହିତ ଖାଉନ କ'ଣ ଦେଖିଆ ଗୋଟେ ଖା ଆମର ହେଉଛି ଛୋଟ ବିଲେଇ ଗୋଟେ ଅଛି କୁନି ବିଲେଇ ଯାଇ ଚୁପ୍ତରେ ମାଛ ଖାଇଲାଣି ଖଣ୍ଡେ ତା ଖଣ୍ଡେ ଦିଅ ଆଉ ଖଣ୍ଡେ ଖାଇବନି ହଉ ଠିକ୍ ଅଛି ଏବେ ହେଇଗଲାଣି ମସଲା ଇଏ କର ପିଆଜ ଇଏ କର ଲାଗିଯିବ ନହେଲେ ଏବେ ପିଆଜଟା ହେଇଗଲାଣି ତା ଦେହରେ ଏବେ ମସଲା ଦେଇଦେବେ ତା ଦେହରେ ଆମର ବେସର ଦିଆ হবে ନା ବେସର ବାହାରିନି ଆଙ୍ଗୁଠି ଗୁଳେଇ ଦିଅ ଏବେ ବେସର ହଁ କ'ଣ କରିଦେଲେ ବେସର ଦେଇକି ସେ ପାଣିକି ଧୋଇକି ତା ଦେହରେ ଦେଇଦେଲେ ହଳଦୀ ପ୍ରଥମେ ହଳଦୀ ପକେଇଦେଲେ ତା ସହିତ ଆମର ଲଙ୍କା ଗୁଣ୍ଡ ଟିକେ ଆଉ ହଳଦୀ ଇଏ ବେସର ମସଲା ତ ନର୍ମାଲ ଜିନିଷ ପଡ଼େ ଆଉ କ'ଣ ପଡ଼େ କି ଟମାଟର ହଳଦୀ ନା ସୋରିଷ ବେସରରେ ଆଉ କ'ଣ ପଡ଼େ ଆଉ କିଛି ପଡ଼େନି ଆଉ ଅଲଗା ମସଲା ସାଇଡ଼୍ ହେଲେ ମସଲା କିଛି ପଡ଼େ ଦେବେ ଭଲ ଭାବେ ତାକୁ ବେସରଟା ବହୁତ ବଢ଼ିଆ ହେଲା କେମିତି କରୁଛନ୍ତି ମ୍ୟାଡ଼ାମ୍ ଆଜି ପୁରା ମନ ଧ୍ୟାନ ଦେଇ କରୁଛନ୍ତି ଆଜି ଖାଇବା ମସ୍ତ କରିକି ଏବେ କିଛି ସମୟ ଚାଲନ୍ତୁ ସେ ହେଇଯାଉ ତାପରେ ନେକ୍ସଟ କ'ଣ କରୁଛନ୍ତି ମୁଁ ଦେଖେଇବି ମସଲା ଦେହରେ ଆଳୁ ଗୋଟା ଗୋଟା କରି ପକେଇଦେଲେ ଆମର ଏବେ ସୁନ୍ଦର ଭାବେ ଆଳୁଟାକୁ ମ୍ୟାଗ୍ନେଟ୍ କରିଦେବେ ସୁନ୍ଦର ଭାବେ ଦେଖୁଛନ୍ତି ଆଜି ମୁଁ ବସିକି ଡାଇରେକ୍ସନ ଦେଉଛି ମ୍ୟାଡ଼ାମ୍ ଆଜି ରୋଷେଇ କରୁଛନ୍ତି ଛାଡ଼ିବାର ନାହିଁ ସବୁଦିନ ମୁଁ ଖାଇବା ମାଟି ହାଣ୍ଡି ରୋଷେଇ ନା ଆଜି ମୁଁ ତୁମେ ଆଜି ମାଟି ହାଣ୍ଡିରେ କରାଇଛି ମାଟି ହାଣ୍ଡି ରେଡ଼ି ରଖିଛି ଭିତରେ ଧୂଆଁରେ ଆଜି ହଇରାଣ ହଉ ଆଜି କାନ୍ଦୁଛି ଆଜି ନାକେଦମ ହଉ ତାପରେ କଥାବାର୍ତ୍ତା କାରଣ ମୁଁ ନାକେଦମ ହେଇଛି ବହୁତ ଚୁଲିରେ ଫୁଙ୍କି ବାନ୍ଧିକି ସେ ଆଜି ନାକେଦମ ହଉ ତାପରେ କଥା ଗୋଟେ ଗ୍ୟାସ୍ କରିବ ନା ଛାଡ଼ିବି ଚିକେନ୍ ତରକାରୀ ଭଳିଆ ଚାଲନ୍ତୁ ଏବେ କାଢ଼ିଦେଲେ କାଢ଼ି ତାদের ମାଟି ହାଣ୍ଡି ବସିବେ କାରଣ ଆମେ ମାଟି ହାଣ୍ଡି ଧୋଇ ଦିଅ ଅଛି ଭଲ ଆଉ ମାଟି ହାଣ୍ଡିରେ ଆମେ ଟିକେ କରିବା ବୋଲିକି କାରଣ ମସଲାଟା ମାଟି ହାଣ୍ଡିରେ ଦେଲା ବେସରଟା ନା ଟିକେ ସ୍ଲୋ ହବନି ପୋଡ଼ପୋଡ଼ି ହେଇଯିବ କାରଣ ଗରମ ଚୁଲିକୁ ମାଟି ହାଣ୍ଡି ହେବାଟା କଷ୍ଟ କର ଠିକ୍ ଅଛି ଏବେ ମାଟି ହାଣ୍ଡି ଆମର ପଡ଼ି ବସିଗଲା ତାପରେ ସେଇ ମସଲା ଗୁଡ଼ାକ ଆମେ ଏଥିରେ ଖାଲି କରିଦେବା ଗୋଟେ ମାଙ୍କଡ଼ ବସିକି କଦଳୀ ଖାଉଛି ଆଉ ଏଠି ମାଙ୍କଡ଼କୁ ଜଗିଛନ୍ତି ବାଡ଼ିରେ ଜଣେ ତା ସହିତ ଆମର ହାଣ୍ଡି ପୋଡ଼ିଗଲା ଆଡ଼େ ଦେଖ ହାଣ୍ଡି ପୁରା ସମସ୍ତ କଷିଲେ ଧୂଆଁ ହେଇ କରିଛନ୍ତି ପୁରା ହାଣ୍ଡି ପୁରା ଗରମ ପୁରା ପାଣି ଟିକେ ଅଛି କପଡ଼େ ବସିବନି ସେ ହ୍ୱାଇଟ୍ କପଡ଼େ ପିଇଦେବେ ଗରମ ଦେଖିକି ନିଆଁ ଭିତରେ ହାତ ପୁରେଇଛି କେତେ ସାହସ ମାନିବାକୁ ପଡ଼ିବ ଯେତେ ହେଲେ ବସିଛି ନା ସାଙ୍ଗେ ସାଙ୍ଗେ କରିଦେବେ ଆଉ ନା ଅତି ସହଜରେ ଆଉ ବଢ଼ିଆ କଥା ହଉ ସେଠି ବସ ନହେଲେ ତମ ଚେୟାର ଆସି ବସ ଏବେ ତେଲ ପକେଇ ଦିଅନ୍ତି କିଛି ତ ଦେଖାଯାଉନି ତେଲ ଧୂଆଁରେ ଆମେ କ'ଣ ଦେଖିବି ଦେଖନ୍ତୁ ତେଲ ପକେଇ ଦିଅନ୍ତି ବାକି ସବୁ ଟିକେ ତାদের ଯେଉଁ ମସଲା ଥିଲା ସେ ମସଲା ଖାଲି କରିଦେଲେ ଯେଉଁଟା କଡ଼େଇରେ ବାଟିଥିଲୁ ସେଟା ଖାଲି କରିଦେଲେ ବେଶୀ ମସଲା ଖାଲି କରୁଛନ୍ତି କି ଟେଷ୍ଟି আর দিশু যেটা সুন্দর হবে দেখলে এতে সুন্দর ভাবে করছেন আমরা কষুଛନ୍ତି বাহ লুক বহুত বড় লাগুଛି এটা ধুইছে পানি দিয়ে দেবে তারপরে কষি সাথে মাছ দেবে টমেটো ফটো বহুত কিছু আছে দিই না মশলা মশলা দিয়েছেন তারপরে দেখিয়ে কম করছেন আবু ଏବେ ମସଲା ପାଣି ଯାতে ଦେଇଦେବା ଏବେ ଟିକେ ମସଲା ପାଣି ଦେଇଦେବା ବହୁତ ଟିକେ କାହିଁକିନା ପାଣି ଦିଆନଥିଲା ସେତେବେଳଠୁ ତାକୁ ଶୁଖିଲା କଷା ହେଉଥିଲା ଟିକେ ମସଲା ପାଣି ଦେଇଦେଲେ ତାଦେହରେ ବହୁତ ଟିକେ ଯାହାକି ଆଳୁ ଆମର ଭଲ ଟିକେ ସିଝିଯିବ ଆଳୁ ସିଝିଲା ପରେ ତାପରେ ଆମେ ମାଛ ପକାଇବା ଏବେ ଗପ ଗପ ହେଇଗଲାଣି ପାଣିଟା ଏବେ ଟପ୍ ଟପ୍ କରିଦେବା ମାଛକୁ ଖେଳିବେ ମାଛ ଏଇନା ତା ଭିତରେ ଦେଖିଲେ ସାଙ୍ଗମାନେ ଆଉ ପାଣି ଦେଲେ କେମିତି ମାଛକୁ ଏବେ
ପକେଇଦେଲେ ମାଛ ପକେଇଦେଲେ ଏବେ ଟୋଟାଲ ସରିବା ହେଇଛି ଆଉ ଦେଖିବେ ମାଟି ହାଣ୍ଡିରେ ଆମର ଚାଲିଛି ରୋଷେଇ କେମିତି ଖାଉଛି ଦେଖିପାରୁଥିବେ ଆମ୍ବୁଲ କେମିତି ମୁନା ଖାଇ ଦେଇଛନ୍ତି ଖଟାରେ ଆଉ ଇଏ ଆମର ମୋ ଗୁଗୁଲି ବାବୁ ଇଏ କରୁଛି ଆମେ ବାପ ଝିଅ ବସୁଛୁ ଏଠି ବାପ ଝିଅ ଆମେ ବସୁଛୁ ଆଉ ସେ ରୋଷେଇ ସରିଗଲାଣି ସାଙ୍ଗମାନେ ଆଉ ପୁରା କମ୍ପ୍ଲିଟ୍ ହେଇସାରିଲା ପରେ ମୁଁ ଦେଖିବେ ଏବେ ଆଉ କାଟି ଦେଇଛନ୍ତି କେତେ ସୁନ୍ଦର ଭାବେ ଆମ୍ବୁଲ ରଖିଛନ୍ତି ଟମାଟୋ କାଟି ଦେଇଛନ୍ତି ଆମ୍ବୁଲ ସାଙ୍ଗରେ ବୁଢ଼ା ବୁଢ଼ା ଆମ୍ବୁଲ ସହିତ ଟମାଟୋ ଦେବେ ଏବେ ଟମାଟୋ ଆମ୍ବୁଲ ଏକାଥରେ ତା ଦେହରେ ଆଡ୍ କରିଦେବେ କେତେ ସୁନ୍ଦର ଭାବେ ଦେଖିପାରୁଛନ୍ତି ସାଙ୍ଗମାନେ ଦେଖନ୍ତୁ ଆଉ ସବୁ ଆମର ତରକାରୀ ଫରକାରୀ ସବୁ ରେଡି ହେଇଗଲା ଆମ୍ବୁଲ ଦେଇଦେଲେ ବାକି ଖାଲି ବନ୍ଦ କରିବା ଲାଷ୍ଟ ଟିକେ ଧଣିଆ ପତ୍ର ପକେଇବା ତରକାରୀ ଫିନିଶ ହେଇଯିବ କେମିତି ମୋ ଝିଅଟା ଦେଖିପାରୁଛି କ'ଣ କରୁଛି ଛିଣ୍ଡିକି ମଞ୍ଜି ଛିଣ୍ଡିକି ଖେଳୁଛି ଆଉ ତା ମାମା ଚୁଲିରେ ଖେଳୁଛନ୍ତି ଠିକ୍ ଜାଳ ବି ଲଗେଇବା ଶିଖିପାରିନି ଚୁଲି ଲଗେଇବା କ'ଣ କରିବା ଚାଲ ସାଙ୍ଗମାନେ ଶେଷ କରିଦେବା ଆମେ ଭିଡ଼ିଓ ଦେଖି ସବୁ କିଛି ହେଇଗଲା ବାକି ତରକାରୀଟା କମ୍ପ୍ଲିଟ୍ ହେଇଗଲା ଭିଡ଼ିଓଟା ଶେଷ କରିବା ଏବେ ହେଇଗଲାଣି ମାଛ ତରକାରୀଟା ତା ଦେହରେ ଆମେ କ'ଣ କରିବା ଆମର ଫିନିସିଂ ଟଚ୍ ଦେଇଦେବେ ଆମର ଧଣିଆ ପତ୍ର ଏବେ ତା ଦେହରେ ଦେଇଦେଲେ ଏବେ ତରକାରୀ ଆମର କମ୍ପ୍ଲିଟ୍ ନା କ'ଣ କହୁନା ଟିକେ ଏବେ ଶେଷ କରିଦେବେ ଏଟାକୁ ହଉ ଠିକ୍ ଅଛି ଦେଖିବେ ସାଙ୍ଗମାନେ ଅଲରେଡ଼ି କମ୍ପ୍ଲିଟ୍ ହେଇଗଲା ମାଛ ତରକାରୀ ଚୁନା ମାଛ ତରକାରୀ ଚୁନା ମାଛ ଆମ୍ବୁଲ ତରକାରୀ କ'ଣ ରେସିପିଟା ବାସ୍ ମାଟି ହାଣ୍ଡିରେ ଚୁନା ମାଛ ଆମ୍ବୁଲ ମାଟି ହାଣ୍ଡି ତରକାରୀ ଦେଖିବେ ସାଙ୍ଗମାନେ କମେଣ୍ଟ ନିଶ୍ଚୟ ଜାଣିବେ କେମିତି ଲାଗିଲା ଏବେ ସରିଗଲା ବର୍ତ୍ତମାନ ପିହୁ ବାବା ନେଇକି ଘରକୁ ଯାଆନ୍ତୁ ମୁଁ କାଲି ନେଇକି ଫଟେଇ ଦେବି ଯଦି ଢାଏ ବହୁତ ବଢ଼ିଆ ବାସ୍ନା ବି ବଢ଼ିଆ ତୁମେ ଖାଇବେ କମେଣ୍ଟ ଜଣାନ୍ତୁ ଏବେ ସାଙ୍ଗମାନେ ଆଉ ମାଟି ହାଣ୍ଡି ଚୁନା ମାଛ ଆମ୍ବୁଲ ତରକାରୀ କେମିତି ଲାଗିଲା ରେସିପିଟା ନିଶ୍ଚୟ କମେଣ୍ଟ ଜଣାଇବେ ଯଦି ଭଲ ଲାଗେ ଦେଶୀ ଷ୍ଟାଇଲ ଖାଇବା ନିଶ୍ଚୟ ଗୋଟେ ପ୍ୟାରାସା କମେଣ୍ଟ ଦେବେ ଖାସ୍ ଭାଉଜ ଆଉ କୋଉମାନଙ୍କୁ କୋଉଟା ପସନ୍ଦ ମାଟି ହାଣ୍ଡିରେ ବନେଇବା ପାଇଁ ରେସିପିଟା ନିଶ୍ଚୟ କମେଣ୍ଟ ଜଣାଇବେ ଠିକ୍ ଅଛି ଆପଣ କମେଣ୍ଟ ଅପେକ୍ଷା ଏବେ ମାଛ ତରକାରୀଟା ପୁରା କେତେ ଫିନିସିଂ ହେଇଗଲା ଦେଖିଲେ ସାଙ୍ଗମାନେ ଆଉ ମାଛ ତରକାରୀ କମ୍ପ୍ଲିଟ୍ ହେଇଛି ଯୋଉଟାକି ମାଛ ଆଣିକି ଘରେ ରଖିଦେଇଛି ଦେଖେଇ ଦେଉଛି କେତେ ସୁନ୍ଦର ଭାବେ ହେଇଛି ଦେଖନ୍ତୁ ଅନାଅ ତମେ ଟିକେ ଏବେ ଆମର ରୋଷେଇ ପୁରା ହେଇଯାଇଛି ଆଉ ଖାଇବାଟା କୋଉଥିରେ ହଉଛି ଦେଖନ୍ତୁ ସାଙ୍ଗମାନେ ପତ୍ରରେ ଭାତ ସହିତ ମାଛ ତରକାରୀ ଗୋଳେଇ ଦେଖାଅ ମାଛଟା କେତେ ସୁନ୍ଦର ଦେଖାଯାଉଛି ମାଛଟା ଟିକେ ଢାଳ ହାତେ ଦେଖିବା ମାଛ ତରକାରୀ ଆମେ ଖାଇବୁ ଝୋଳ ତା ସହିତ ଚୁନା ମାଛ କିଛି ଦଳା ହବ ତା ସହିତ ଖଟା ଟିକେ ବନା ହେଇଥିଲା ତା ସହିତ ଏଥିରେ ଛେଚା ଅଛି ଆମର ବାଇଗଣ ଫାଇଗଣ ଆଳୁ ପୋଡୁଥିଲୁ ସେଇଥିରେ ଏବେ ଚାଲନ୍ତୁ ଖାଇବା କେତେ ସୁନ୍ଦର ଲାଗୁଛି ଦେଖିଲେ ଆପଣମାନେ ଖଣ୍ଡେ ଖାଉ ଦେଖିବା ମାଛ ଭଜାଟା କେମିତି ଲାଗୁଛି ତମେ ଖଣ୍ଡେ ଖାଇ ଦେଖ କେତେ ସୁନ୍ଦର ଲାଗୁଛି ଦେଖିଲେ ସାଙ୍ଗମାନେ ଖାଇବାଟା କେମିତି ଆଶା କରୁଛି ଭିଡ଼ିଓଟା ନିଶ୍ଚୟ ଭଲ ଲାଗିଥିବ ଯଦି ଭିଡ଼ିଓଟା ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ କରିବା ଭୁଲେନି ରହିଲି ନମସ୍କାର ବାଏ ବାଏ।